ଝଙ୍କଡ଼ବାସିନୀ ମା ଶାରଳାଙ୍କ ପୀଠରେ ଆରମ୍ଭ ହୋଇଯାଇଛି ଶ୍ରୀ ଶ୍ରୀ ଜଗନ୍ନାଥ ମହୋତ୍ସବ। ମାର୍ଚ୍ଚ 5 ତାରିଖ ଠାରୁ ମାର୍ଚ୍ଚ 10 ତାରିଖ ଯାଏ ଝଙ୍କଡ଼ ପୀଠ ଜଗନ୍ନାଥମୟ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଯୋଗଦେଇ ମା ଶାରଳାଙ୍କୁ ଦର୍ଶନ କରିବା ସହ ଶ୍ରୀ ଜଗନ୍ନାଥ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ପୁରୀ ଝାଞ୍ଜପିଟା ମଠାଧ୍ୟକ୍ଷ ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ମହାରାଜ, ସମ୍ମାନିତ ଅତିଥି ଶ୍ରୀ ଜଗନ୍ନାଥ ପଞ୍ଚଯାତ୍ରା ପ୍ରଚାର ସମିତି ଅଧ୍ୟକ୍ଷ ମହନ୍ତ ରାମକୃଷ୍ଣ ଦାସ ମହାରାଜ ଓ ଧାରାବାହିକ ପ୍ରବକ୍ତା ବାବା ସଦାନନ୍ଦ ଦାସ ମହାରାଜ पांचरात्र महोत्सव भगवान वेदव्यास कृत स्कंद पुराणर श्री पुरुषोत्तम क्षेत्र महात्म्यर पारायण जो 3863 श्लोक अच्छी आउ 60 अध्याय अच्छी जो महाप्रभु जगन्नाथ रूप स्वरूप महिमा लीला एवं क्षेत्र सम्बन्धी विशद भाव में वर्णना कर तो ये 5टी कार्य हम महाप्रभुर अर्चना हम महाप्रभुर पारायण हम नाम संकीर्तन हम एवं महाप्रभुर ज्ञान यज्ञ सबुदिने महाप्रभुर कथा जहाँ शास्त्र सम्मत कथा शास्त्र जो कथा लिखा है स्कंद पुराण में तारी उपर 2 बेला धरी प्रवचन हम यह आसंता काली 6 तारिख रु 10 तारिख पर्यंत चलिबो। ଏହି ଆଧ୍ୟାତ୍ମିକ ସଭାରେ ବହୁ ଜଗନ୍ନାଥ ପ୍ରେମୀ ଯୋଗଦେଇ ଜଗନ୍ନାଥ କଥା ମୃତ ଶ୍ରବଣ କରିଥିଲେ। ଭକ୍ତମାନଙ୍କ ଉଦ୍ଦେଶ୍ୟରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର 56 ଭୋଗ 24 ବେଶ ପ୍ରଦର୍ଶନ କରାଯାଇଥିଲା। ଏହି ମହୋତ୍ସବ ଆସନ୍ତା 10 ତାରିଖ ଯାଏ ଚାଲିବ। ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ପୀଠରୁ ଶ୍ରୀବତ୍ସ ପାଢ଼ୀଙ୍କ ରିପୋର୍ଟ, ଓଡ଼ିଆ ଲାଇଭ୍।